ଗୋଡ଼ ଆଣ୍ଠୁ ପାଖରୁ ନାହିଁ, ସେହି ସ୍ଥାନରେ ଲାଗିଛି କୃତ୍ରିମ ଗୋଡ଼। ଅନ୍ୟ ଗୋଡ଼ର ଆଙ୍ଗୁଠି ସବୁ ଛୋଟ, ବାମ ହାତର 4ଟି ଓ ଡାହାଣ ହାତର 3ଟି ଆଙ୍ଗୁଠି ଛୋଟ। ହେଲେ ତାଙ୍କ ରାସ୍ତା ଅଟକାଇ ପାରିନି ଅକ୍ଷମତା। ଗୋଡ଼ ନଥିଲେ ବି ସେ ଘୁଙ୍ଗୁର ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ଆଉ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଆଭିଭୂତ କରିଦିଅନ୍ତି। ଏଭଳି ଜଣେ ଦୃଢ଼ମନା ନୃତ୍ୟଶିଳ୍ପୀ ହେଲେ କେନ୍ଦ୍ରାପଡ଼ାର ମୋନାଲି ସ୍ୱାଇଁ। ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି। ବିନା ଗୋଡ଼ରେ କ'ଣ ନୃତ୍ୟ କରିବା ସମ୍ଭବ? କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ନୃତ୍ୟଶିଳ୍ପୀ ମୋନାଲି ସ୍ୱାଇଁ। ଛୋଟବେଳୁ ନାଚ ପ୍ରତି ତାଙ୍କର ଥିଲା ଦୁର୍ବଳତା। ଟିଭିରେ ଯେତେବେଳେ କାହାକୁ ନାଚୁଥିବାର ସେ ଦେଖନ୍ତି, ସେ ତାକୁ ଦେଖିକି ଅଭ୍ୟାସ କରନ୍ତି। ବୟସ ବଢ଼ିବା ସହ ନାଚ ପ୍ରତି ତାଙ୍କର ଆଗ୍ରହ ବଢ଼ି ଚାଲିଲା। ପରେ ସେ ୟୁଟ୍ୟୁବ୍ ଦେଖି ନୃତ୍ୟ ଅଭ୍ୟାସ କଲେ। ଆଶ୍ଚର୍ଯ୍ୟକର କଥା ହେଉଛି, ସେ କାହାଠୁ ନୃତ୍ୟ ଶିକ୍ଷା ନେଇ ନାହାନ୍ତି, ହେଲେ ତାଙ୍କର ନିପୁଣ ନୃତ୍ୟ କଳାରେ ସେ ସଭିଙ୍କ ମନ ଜିଣୁଛନ୍ତି। ମୋନାଲି ମୁଖ୍ୟତଃ ସେମି କ୍ଲାସିକାଲ ମଡର୍ଣ୍ଣ ଡ୍ୟାନ୍ସ କରନ୍ତି। ମଞ୍ଚରେ ନୃତ୍ୟ କରିବା ସମୟରେ ତାଙ୍କ ଗୋଡ଼ରେ ଫୋଟକା ହୋଇ ଘା ହୋଇଯାଏ। ଖାଲି ସେତିକି ନୁହେଁ, ଅନେକ ସମୟରେ କୃତ୍ରିମ ଗୋଡ଼ ଲାଗିଥିବା ସ୍ଥାନରୁ ରକ୍ତ ମଧ୍ୟ ବାହାରିଯାଏ। ଦରଜ ବହୁଦିନ ପର୍ଯ୍ୟନ୍ତ ରହିଥାଏ। ତଥାପି ସେ ଗୋଟିଏ ପରେ ଗୋଟିଏ ନୃତ୍ୟ ଭେଟି ଦିଅନ୍ତି ଦର୍ଶକଙ୍କୁ। ଆଉ ଏଥିପାଇଁ ସେ ଜିଲ୍ଲା ଓ ରାଜ୍ୟ ସ୍ତରରେ ବହୁ ପୁରସ୍କାର ପାଇଛନ୍ତି। ମୋନାଲି ମଞ୍ଚରେ ମଡେଲିଂ ଓ ଅଭିନୟ ମଧ୍ୟ କରନ୍ତି। ସେ କୁହନ୍ତି, ମୋତେ ନାଚିବାକୁ ଖୁବ୍ ଭଲ ଲାଗେ। ଯେତେବେଳେ ବି ମୁଁ ମଞ୍ଚରେ ନୃତ୍ୟ ପରିବେଷଣ କରେ, ସବୁ କଷ୍ଟକୁ ଯେମିତି ଭୁଲିଯାଏ। ଆଗକୁ ଲକ୍ଷ୍ୟ ରଖିଛି, ଯଦି ଭଗବାନ ସୁଯୋଗ ଦିଅନ୍ତି ତେବେ ପିଲାମାନଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେବି। ଭୁବନେଶ୍ୱରରୁ ଚାନ୍ଦିନୀ ମହାପାତ୍ରଙ୍କ ରିପୋର୍ଟ, ପ୍ରମେୟ.com।